ଧାନ ଚାଷ ଏବେ ଆମର ହେଇଗଲା 15ରୁ 17 ଦିନ ରୋଇବା। ଗଛର ଅବସ୍ଥା ଅବିକା ଏମିତି ଅଛି। ଆଜି ଆମେ ଗୋଟେ ବାଉଁଶ ଆଉ ଗୋଟେ ବାଡ଼ିରେ ବାନ୍ଧିକିରି ବିଲରେ ଆମେ ଘୋଷାରୁଛୁ। ଘୋଷାରିବାର ଦ୍ୱାରା କ'ଣ ହେବ, ପିଲ ଫଟା ହେଇକିରି ନୂଆ ପିଲ ଅଧିକ ଆସିବ। ଦେଖିବା 5-7 ଦିନ ପରେ ଜଣାପଡ଼ିବ ଯେ ଆମର ଗୋଟେ ଗଛର ଅବସ୍ଥା ଅବିକା ଏମିତି ଅଛି, 5-7 ଦିନ ପରେ କେମିତି ହେଉଛି। ଦେଖନ୍ତୁ କେଉଁଭଳି ଭାବରେ ଆମେ ତାକୁ ପ୍ରତ୍ୟେକ ବିଲରେ କେମିତି ଆମେ ଘୋଷାରୁଛୁ ବାଉଁଶ ଦେଇକି। ଗୋଟେ 6 ଏକର ପ୍ୟାଚ୍, ଗୋଟେ ପ୍ୟାଚ୍ 6 ଏକରଙ୍କ ପ୍ୟାଚ୍କୁ 3 ଦିନରେ ଆମେ ଦେବୁ, କାରଣ ରୁଆ ସବୁ ଗୋଟେ ଦିନରେ ହେଇନି। ତେଣୁକରି ସବୁଦିନ ଆମେ 2 ଏକର ନାଖେ ଦେବୁ। ଗଛ ଶୋଇବା ଦରକାର। ଗୋଟେ ବିଲ ସରିଲା। ଏଇଟା ଏମିତି ପକା, ଲମ୍ବା ଚାଲ, ଆର ଏମିତି ପକା।